ମାତା ପାର୍ବତୀଙ୍କର ତିନୋଟି ପ୍ରଶ୍ନ। ନମ୍ବର 1, ଦୁନିଆର ସବୁଠାରୁ ବଡ଼ ଶକ୍ତି କଣ ଯାହା ମୃତ୍ୟୁକୁ ମଧ୍ୟ ପରାସ୍ତ କରେ? ନମ୍ବର 2, ସବୁଠାରୁ ବଡ଼ ଦାନ କଣ? ଏବଂ ନମ୍ବର 3, ସବୁଠାରୁ ବଡ଼ ଧର୍ମ କଣ? ଏକଦା ମାତା ପାର୍ବତୀ ଭଗବାନ ଶିବଙ୍କ ସହିତ କୈଳାସ ପର୍ବତରେ ବସିଥିଲେ। ସେହି ସମୟରେ ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ହେ ପ୍ରଭୁ, ମୋର ମନରେ ତିନୋଟି ପ୍ରଶ୍ନ ଉଠିଛି। ଯଦି ଆପଣ ଏହି ତିନୋଟି ପ୍ରଶ୍ନର ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରନ୍ତି ତେବେ ମୋର ମନକୁ ବହୁତ ଶାନ୍ତି ମିଳିବ। ତାପରେ ଭଗବାନ ଶିବ କହିଲେ, ହେ ଦେବୀ, କେଉଁ ତିନୋଟି ପ୍ରଶ୍ନ? ଦେବୀ ପାର୍ବତୀ କହିଲେ, ସ୍ୱାମୀ, ମୋର ପ୍ରଥମ ପ୍ରଶ୍ନ, ଦୁନିଆର ସବୁଠାରୁ ବଡ଼ ଶକ୍ତି କଣ ଯାହା ମୃତ୍ୟୁକୁ ମଧ୍ୟ ପରାସ୍ତ କରେ? ଦ୍ୱିତୀୟ ପ୍ରଶ୍ନ, ସବୁଠାରୁ ବଡ଼ ଦାନ କଣ? ତୃତୀୟ ପ୍ରଶ୍ନ, ସବୁଠାରୁ ବଡ଼ ଧର୍ମ କଣ? ଭଗବାନ ଶିବ କହିଲେ, ଦେବୀ, ତୁମର ତିନୋଟି ଯାକ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ଯିଏ ଏହି ତିନୋଟି ପ୍ରଶ୍ନର ଉତ୍ତର ବୁଝି ସେହି ଜ୍ଞାନକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନ ଶୈଳୀରେ ଅନ୍ତର୍ଭୁକ୍ତ କରନ୍ତି ତେବେ ସେହି ବହୁତ ସୁଖ ପାଇଥାନ୍ତି। ଦେବୀ, ବର୍ତ୍ତମାନ ମୁଁ ତୁମର ଏହି ତିନୋଟି ପ୍ରଶ୍ନର ଉତ୍ତର ଏକ କାହାଣୀ ମାଧ୍ୟମରେ ଦେଉଛି। ଏହି କାହାଣୀ ମାଧ୍ୟମରେ ତୁମେ ଏହି ତିନୋଟି ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ବୁଝିପାରିବ। ଧ୍ୟାନର ସହ ଶୁଣ। ପାର୍ବତୀ କୁହନ୍ତି, ଠିକ୍ ଅଛି ସ୍ୱାମୀ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଆପଣଙ୍କ କାହାଣୀ ସରିବା ପର୍ଯ୍ୟନ୍ତ ମୁଁ ଏହାକୁ ଅତି ଧ୍ୟାନର ସହିତ ଶୁଣିବି। ଦୟାକରି କାହାଣୀ ଆରମ୍ଭ କରନ୍ତୁ। ଭଗବାନ ଶିବ କହିଲେ, ଦେବୀ, ଗୋଟିଏ ରାଜ୍ୟରେ ରାମପୁର ନାମକ ଏକ ସହର ଥିଲା। ସେହି ସହରରେ ଜଣେ ସାଧୁ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କୁ ସାମନ୍ତ ନାମକ ଏକ ଉଚ୍ଚ ପଦବୀରେ ନିଯୁକ୍ତି କରାଯାଇଥିଲା। ତାଙ୍କର ଏକ ପୁତ୍ର ଥିଲା ଯାହାର ନାମ କର୍ମବୀର ଥିଲା। ଦିନେ କର୍ମବୀର ନିଜ ଘୋଡ଼ାରେ ଘରୁ ବାହାରକୁ ଭ୍ରମଣ କରିବାକୁ ଯାଉଥିଲେ। ଭ୍ରମଣ କରିବା ସମୟରେ କର୍ମବୀରକୁ ବହୁତ ଶୋଷ ଲାଗିଥିଲା। ଟିକିଏ ଆଗକୁ ଯିବା ପରେ ସେ ଗୋଟିଏ ଜାଗାରେ ପାଣି ଦେଖିଲେ। ତାପରେ ସେ ସେଠାକୁ ଯାଇ ନିଜେ ଜଳପାନ କରିଥିଲା ଓ ନିଜ ଘୋଡ଼ାକୁ ମଧ୍ୟ ଜଳପାନ କରାଇଲା। କର୍ମବୀର ସେଠାରେ ବସି କିଛି ସମୟ ବିଶ୍ରାମ ନେଲା ଓ ସେହି ସମୟରେ ସେ ଦେଖିଲା ଯେ ଅନେକ ଯାତ୍ରୀ ସେହି ରାସ୍ତାରେ ଯାତାୟାତ କରୁଥିଲେ ଏବଂ ଶୋଷ ଲାଗିଲେ ସେଠାରେ ଜଳପାନ କରୁଥିଲେ। ସେହି ଯାତ୍ରୀମାନେ ଜଳପାନର ବ୍ୟବସ୍ଥା କରିଥିବା ବ୍ୟକ୍ତିକୁ ବହୁତ ଆଶୀର୍ବାଦ ଦେଉଥିଲେ ଏବଂ କହୁଥିଲେ ଯେ ଜଳ ଯୋଗାଉଥିବା ବ୍ୟକ୍ତି ବହୁତ ଭଲ କାମ କରୁଛି। ଈଶ୍ୱର ସର୍ବଦା ତାର ମଙ୍ଗଳ କରନ୍ତୁ, ତାକୁ ଖୁସିରେ ରଖନ୍ତୁ। କର୍ମବୀର ଏହା ଶୁଣିଥିଲା। ସେ ଭାବିବାକୁ ଲାଗିଲା ଯେ ମୁଁ ବି ଗୋଟିଏ ପାନୀୟ ଜଳର ପିଇଲା ନିର୍ମାଣ କରିବି ଏବଂ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଜଳ ଯୋଗାଇବି। ଏହା ଭାବି ସେ ଘରକୁ ଯାଇ ନିଜ ପିତାମାତାଙ୍କୁ ଭେଟିଲା ଓ କହିଲା, ବାପା, ମୋର ଆପଣଙ୍କ ଠାରୁ କିଛି ସାହାଯ୍ୟ ଦରକାର। ତାପରେ ସାମନ୍ତ କହିଲେ, କହ ପୁଅ, କି ପ୍ରକାରର ସାହାଯ୍ୟ ଦରକାର? ତାପରେ କର୍ମବୀର କହିଲା, ବାପା, ମୁଁ ତୃଷାର୍ତ୍ତ ଜଳ ଯୋଗାଇବା ପାଇଁ ଏକ ପାନୀୟ ଜଳର ପିଇଲା କରିବାକୁ ଚାହେଁ। ତାପରେ ତାଙ୍କ ବାପା କହିଲେ, ଆମ ଘରେ କଣ ଅଭାବ, ଆମେ ନିଶ୍ଚିତ ରୂପେ ଏକ ପାନୀୟ ଜଳର ପିଆଲା କରିବା ଏବଂ ଜଳପାନ କରାଇବା ପାଇଁ ଜଣେ ସେବକ ମଧ୍ୟ ନିଯୁକ୍ତ କରିବା। ଏହା ଶୁଣି କର୍ମବୀର କହିଥିଲେ, ନା ବାପା, ମୁଁ ନିଜ ହାତରେ ତୃଷାର୍ତ୍ତ ମାନଙ୍କୁ ଜଳପାନ କରାଇବି। ଏହାପରେ କର୍ମବୀର ଗୋଟିଏ ସ୍ଥାନରେ, ଯେଉଁଠାରେ ଆଖପାଖ 5 କିଲୋମିଟର ପର୍ଯ୍ୟନ୍ତ ଯେଉଁଠାରେ ବି ଜଳର ସୁବିଧା ନଥିଲା, ସେଠାରେ ଏକ ପାନୀୟ ଜଳର ପିଇଲା ନିର୍ମାଣ କରିଥିଲା। ନିଜେ ସେଠାରେ ଉପସ୍ଥିତ ରହି ସମସ୍ତଙ୍କୁ ଜଳପାନ କରାଇଲା। ସେହି ରାସ୍ତାରେ ଯାତାୟାତ କରୁଥିବା ପ୍ରାୟ ସବୁ ଯାତ୍ରୀ କର୍ମବୀରର ପିଆଲାର ଜଳପାନ କରିବା ପରେ ଆଗକୁ ବଢୁଥିଲେ। ତାପରେ ଏକଦା 4 ଜଣ ଯମଦୂତ କର୍ମବୀରର ପଡ଼ୋଶୀ ଗାଁରୁ ଜଣେ ମୃତ୍ୟୁ ବ୍ୟକ୍ତିର ପ୍ରାଣ ନେଇ ଯାଉଥିଲେ। ସେହିମାନେ ଦେଖିଲେ ଯେ କର୍ମବୀର ପିଆଲା ପାଖରେ ଠିଆ ହୋଇ ସମସ୍ତଙ୍କୁ ଜଳପାନ କରାଉଛି। ସେମାନେ 4 ଜଣ ବି ଯାତ୍ରୀ ବେଶରେ ସେହି ପିଆଲା ପାଖକୁ ଗଲେ। ଜଳପାନ କରିବା ପରେ ସେମାନେ ନିଜ ରାସ୍ତାରେ ଚାଲିଗଲେ। ଏହାପରେ ଯେତେବେଳେ ବି ଯମଦୂତମାନେ ସେହି ରାସ୍ତା ଦେଇ ଆସନ୍ତି, କର୍ମବୀର ପିଆଲାରେ ଜଳପାନ କରୁଥିଲେ। ତାପରେ ଦିନେ କର୍ମବୀର
ତାଙ୍କୁ ଦେଖି ସେ କହିଲା, ଭାଇ ତୁମେମାନେ 4 ଦିନ ପୂର୍ବରୁ ବି ଆସିଥିଲ, ଆଜି ବି ଆସିଛ। ତୁମେମାନେ କିଏ ଏବଂ କେଉଁଠାକୁ ଯାଉଛ? ତାପରେ ସେମାନଙ୍କ ମଧ୍ୟରୁ ଜଣେ କହିଲା, ଆମେମାନେ ବ୍ୟବସାୟ କରୁଛୁ, ତେଣୁ 2-4 ଦିନରେ ଏହି ରାସ୍ତା ଦେଇ ଯାତାୟାତ କରୁଥାଉ। କର୍ମବୀର ସେମାନେ ଯାହା କହିଲେ ସେହି କଥାକୁ ବିଶ୍ୱାସ କରିଲା। ଏହାପରେ କର୍ମବୀର ପ୍ରତ୍ୟେକ ଥର ସେ 4 ଜଣଙ୍କୁ ସ୍ୱାଗତ କରି ସେମାନଙ୍କୁ ପିଇବାକୁ ମିଠା ଏବଂ ଥଣ୍ଡା ଜଳ ଦିଏ। ଏହି ରୂପେ 4 ଯମଦୂତ କର୍ମବୀରର ବନ୍ଧୁ ହୋଇଗଲେ। ଯେତେବେଳେ ବି ସେମାନେ ସେହି ରାସ୍ତା ଦେଇ ମୃତକମାନଙ୍କ ଆତ୍ମାକୁ ନେବାକୁ ଯାଉଥିଲେ, ଯେତେବେଳେ ନିଶ୍ଚିନ୍ତ ଭାବରେ କର୍ମବୀରର ପିଇଲାକୁ ଯାଇ ସେଠାରେ ବସି ତା ସହ କଥାବାର୍ତ୍ତା କରୁଥିଲେ ଏବଂ ତାପରେ ଥଣ୍ଡା ଜଳ ପିଇବା ପରେ ସେଠାରୁ ଚାଲି ଯାଉଥିଲେ। ଯେତେବେଳେ କର୍ମବୀର ବିବାହ ସମୟରେ ଆସିଲା, କର୍ମବୀର ନିଜ 4 ବନ୍ଧୁଙ୍କୁ ନିମନ୍ତ୍ରଣ କଲା। 4 ଯମଦୂତ ତା ବିବାହରେ ଯୋଗ ଦେଇଥିଲେ। ଏହାପରେ କର୍ମବୀର ନିଜ ପତ୍ନୀଙ୍କୁ ଘରକୁ ନେଇ ଆସିଲା। ଏହିପରି କିଛି ଦିନ ଚାଲିଲା। ତାପରେ ଦିନେ ଯମରାଜ ସେହି 4 ଯମଦୂତମାନଙ୍କୁ ଡାକି କହିଲେ ଯେ, ଆସନ୍ତାକାଲି ଠିକ୍ 12ଟା ସମୟରେ କର୍ମବୀର ନାମକ ଜଣେ ବ୍ୟକ୍ତିଙ୍କ ଆତ୍ମାକୁ ଆଣିବାକୁ ପଡ଼ିବ। ଆସନ୍ତାକାଲି ତାର ମୃତ୍ୟୁ ହେବ। ବର୍ତ୍ତମାନ ସେମାନେ ସମସ୍ତେ ଭାବିବାକୁ ଲାଗିଲେ ଯେ, କର୍ମବୀର ତ ଆମର ବନ୍ଧୁ, ଆମେ ତାକୁ କିପରି ଆଣିପାରିବା? ତାପରେ ସେହି 4 ଯମଦୂତ କର୍ମବୀର ପାଖକୁ ଆସନ୍ତି ଯେ ଯେଉଁଠାରେ କର୍ମବୀରର ପିଆଲା ଥିଲା। ସେମାନେ ମଣିଷର ରୂପ ନେଇ କର୍ମବୀର ନିକଟକୁ ଆସିଲେ ଓ କାନ୍ଦିବାକୁ ଲାଗିଲେ। ନିଜ ସାଙ୍ଗମାନଙ୍କୁ କାନ୍ଦୁଥିବା ଦେଖି କର୍ମବୀର ସେମାନଙ୍କୁ ପଚାରିଲେ, ତୁମେମାନେ କାହିଁକି କାନ୍ଦୁଛ? ମୋତେ କୁହ, ମୁଁ ଏହି କ୍ଷେତ୍ରର ସାମନ୍ତଙ୍କ ପୁଅ। ଯଦି କେହି ତୁମମାନଙ୍କୁ ହଇରାଣ କରୁଛି, ତେବେ ମୁଁ ନିଶ୍ଚିନ୍ତ ଭାବରେ ତାଙ୍କୁ ଦଣ୍ଡ ଦେବି। ଏହା ଶୁଣି ସେମାନଙ୍କ ମଧ୍ୟରୁ କେହି ଉତ୍ତର ଦିଅନ୍ତି ନାହିଁ। 4 ଜଣ ପରସ୍ପରକୁ ଦେଖିବା ଆରମ୍ଭ କରିଲେ। ସବୁଠାରୁ ଯିଏ ସାନ ସେହି ଅଧିକ କାନ୍ଦୁଥିଲା। ତାକୁ ଦେଖି କର୍ମବୀର କହିଲା, ମୋତେ କୁହ, ତୁମେ କାହିଁକି କାନ୍ଦୁଛ? କଣ ହେଲା? ତାପରେ ସାନ ଯମଦୂତ କହନ୍ତି, ବନ୍ଧୁ, ମୁଁ ତୁମକୁ କଣ କହିବି? ପ୍ରକୃତରେ ଆମେ 4 ଜଣ ମଣିଷ ନୋହୁଁ, ଆମେମାନେ ତ ଯମଦୂତ। ଯେତେବେଳେ ବି ଆମେ ଏହି ସହରରୁ କୌଣସି ବ୍ୟକ୍ତିକୁ ପ୍ରାଣ ନେବା ପାଇଁ ଆସୁ, ସେତେବେଳେ ଆମକୁ ତୁମ ପିଆଲାରୁ ଜଳପାନ କରିବାକୁ ଆସୁଥିଲୁ ଏବଂ ଧୀରେ ଧୀରେ ତୁମ ସହିତ ବନ୍ଧୁତା ହୋଇଗଲା। ତାପରେ ସାନ ଯମଦୂତ ପୁଣି କହିବାକୁ ଲାଗିଲା, ହେ ବନ୍ଧୁ, ଆଜି ଠିକ୍ 12ଟା ସମୟରେ ତୁମର ମୃତ୍ୟୁ ହେବ। ଯମରାଜ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମୁଁ ତୁମକୁ ସାପ ହୋଇ ଦଂଶନ କରିବି ଓ ଏହି 3 ଜଣ ତୁମର ପ୍ରାଣ ନେଇଯିବେ। ତୁମେ ତ ଆମର ବନ୍ଧୁ, ତେଣୁ ଆମେମାନେ କାନ୍ଦୁଛୁ। ଏହାପରେ କର୍ମବୀର କହିଲେ, ବନ୍ଧୁ, ଯେତେବେଳେ ମୋର ମୃତ୍ୟୁ ସମୟ ଆସିଛି, ତେବେ ତୁମର କାନ୍ଦିବାର କାରଣ କଣ? ତୁମେମାନେ ଏଥିରେ କଣ କରିପାରିବ? ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ମୁଁ ତୁମମାନଙ୍କ ସହିତ ଯିବାକୁ ପ୍ରସ୍ତୁତ ଅଛି। ଏହା ଶୁଣି ସାନ ଯମଦୂତଟି କହିଲା, ହେ ବନ୍ଧୁ, ମୁଁ ତୁମକୁ ବହୁତ ଅଧିକ ଭଲ ପାଏ, କିନ୍ତୁ ମୁଁ ତୁମକୁ ସାହାଯ୍ୟ କରିବା ପାଇଁ କଣ କରିପାରିବି? ଏହା ମୋର ତ ଏଇଟା କର୍ତ୍ତବ୍ୟ। ମୋତେ ବହୁତ ଦୁଃଖ ଲାଗୁଛି ଯେ ତୁମର ମୃତ୍ୟୁ ମୋର ହାତରେ ହେବ। ଏହାପରେ କର୍ମବୀର କହିଲେ, ଠିକ୍ ଅଛି ବନ୍ଧୁ, କୌଣସି ଅସୁବିଧା ନାହିଁ। ଯିଏ ଏହି ମୃତ୍ୟୁ ଲୋକକୁ ଆସିଛି, ତାକୁ ଦିନେ ନା ଯିବାକୁ ପଡ଼ିବ। ତୁମେ ନା ଅନ୍ୟ କେହି ବି ମୋର ମୃତ୍ୟୁକୁ ଏଡ଼ାଇ ପାରିବ ନାହିଁ, ତେଣୁ ଦୁଃଖ କର ନାହିଁ। ସେତେବେଳେ ଛୋଟ ଯମଦୂତ କହିଲା, ଦେଖ କର୍ମବୀର, ଠିକ୍ 12ଟା ବାଜିବାକୁ 10 ମିନିଟ୍ ଥିବ। ପ୍ରଥମେ ଆମେ 4 ଜଣ ଆସି ତୁମ ଘରର ସିଡ଼ି ଉପରେ ବସିଯିବୁ ଏବଂ 10 ମିନିଟ୍ ପରେ ତୁମକୁ ନେଇଯିବୁ। ଏହା କହି 4ଟି ଯମଦୂତ ଅଦୃଶ୍ୟ ହୋଇଗଲେ। ବର୍ତ୍ତମାନ କର୍ମବୀର ଟିକେ ବିବ୍ରତ ହୋଇ ତାଙ୍କ ଘରକୁ ଚାଲିଗଲା। ରାତିରେ ସେ ଏହି କଥା ନିଜ ପତ୍ନୀକୁ କହିଲା ନାହିଁ ଓ 12ଟା ହେବାକୁ ଅପେକ୍ଷା କରିବାକୁ ଲାଗିଲା। ଯେତେବେଳେ 12 ଘଣ୍ଟା ସମୟ ପାଖେଇ ଆସିଗଲା, ସେହି ଛୋଟ ଯମଦୂତ ଏକ ସାପ ରୂପରେ ଯାଇ ସିଡ଼ି ଉପରେ ବସିଗଲା। ଏପଟେ କର୍ମବୀର ମନେ ମନେ ଭାବିଲା ଯେ, କିଛି ସମୟ ମଧ୍ୟରେ ମୋର ମୃତ୍ୟୁ ହେବାକୁ ଯାଉଛି। ମୋର ତ ନବବିବାହିତ ପତ୍ନୀ ଅଛି, ତେବେ ମୁଁ ଯାଇ କିଛି ସମୟ
ସମୟ ମୋର ପତ୍ନୀ ସହ କଥାବାର୍ତ୍ତା କରିନେବି। ଏହା ଭାବି ସେ ଉପରେ କୋଠରୀ ଆଡ଼କୁ ଗଲା। ବର୍ତ୍ତମାନ ତ ତାକୁ ଉପରକୁ ଯିବାକୁ ହେଲେ ସିଡ଼ି ଦେଇ ଯିବାକୁ ପଡ଼ିବ। ଯେତେବେଳେ ସେ ସିଡ଼ି ପାଖକୁ ଗଲା, ସେଠାରେ ଗୋଟିଏ ସାପକୁ ଦେଖିଲା। କର୍ମବୀର ସାପକୁ ଚିହ୍ନି ପାରି କହିଲା, ବନ୍ଧୁ, ତୁମେ ମୋତେ ଏବେ ଦଂଶନ କରିପାର। ଯେତେବେଳେ ସାପ ରୂପେ ଯମଦୂତ କହିଲା, ବନ୍ଧୁ, ତୁମ ନିଶ୍ଚିତ ଭାବରେ ତୁମକୁ ଦଂଶନ କରିବି, କିନ୍ତୁ ଏବେ ନୁହେଁ, ଏବେ 12ଟା ହେବାକୁ ଆହୁରି 10 ମିନିଟ୍ ବାଜିବାକୁ ଅଛି। ସେତେବେଳେ ସାପ ରୂପେ ଯମଦୂତ ଏବଂ କର୍ମବୀର ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। କର୍ମବୀରର ପତ୍ନୀ ସେମାନଙ୍କର ସବୁ କଥା ଶୁଣିଥିଲା। ସେ ଜଣେ ପତ୍ନୀବ୍ରତା ସ୍ତ୍ରୀ ଥିଲା। ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲା, ପ୍ରଭୁ, ଏ କ'ଣ ଘଟିବାକୁ ଯାଉଛି? 10 ମିନିଟ୍ ପରେ ମୋର ସ୍ୱାମୀଙ୍କର ମୃତ୍ୟୁ ହେବ। ଏହା ଭାବି ଭାବି ସେ ବ୍ୟଥିତ ହେବାକୁ ଲାଗିଲା। ସେ ଜଣେ ରାଜପୁତ୍ର ପରିବାରର ବୋହୂ ଥିଲା। ସେ ଭକ୍ତିର ସହ ସମସ୍ତ ପରିବାରର ସେବା କରୁଥିଲା। ସେ ସେହିଦିନ ସ୍ୱାମୀଙ୍କର ଭୋଜନ ପାଇଁ ପ୍ରାୟ 36 ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲା। କିନ୍ତୁ ଏପଟେ ସ୍ୱାମୀଙ୍କର ମୃତ୍ୟୁ କଥା ଶୁଣି ସେ ବହୁତ ଦୁଃଖିତ ହୋଇଗଲା। ଏହି ସମୟରେ ସେହି ସହରରେ ରହୁଥିଲେ ଜଣେ ବହୁତ ଗରିବ ଲୋକ। ଝିଅ ପ୍ରସବ ପୀଡ଼ାରେ କଷ୍ଟ ପାଉଥିଲା। ଝିଅଟି ଜଣେ ବିଧବା ଗର୍ଭବତୀ ଥିଲା ଏବଂ ସେ ସ୍ୱାମୀଙ୍କ ମୃତ୍ୟୁ ପରେ ତାହାର ଗରିବ ପିତାଙ୍କ ଘରେ ରହୁଥିଲା। ତା ଶାଶୁଘର ଲୋକମାନେ ତାକୁ କୌଣସି ପ୍ରକାରର ସମର୍ଥନ କରୁନଥିଲେ। ସେହି ରାତିରେ ଯେତେବେଳେ ଯମଦୂତ ଏବଂ କର୍ମବୀର କଥା ହେଉଥିଲେ, ସେ ଗୋଟିଏ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା। ପ୍ରସବ ପରେ ଝିଅଟିକୁ ବହୁତ ଭୋକ ଲାଗିଲା। ସେ ତାର ବାପା ମା'କୁ କହିଲା, ମୋତେ ବହୁତ ଭୋକ ଲାଗୁଛି, ମୋତେ କିଛି ଖାଇବାକୁ ଦିଅ। ଏହା ଶୁଣିବା ପରେ ତାର ବାପା କହିଲେ, ଝିଅ, ଘରେ ଖାଇବାକୁ କିଛି ନାହିଁ। ଏହିପରି ପରିସ୍ଥିତିରେ ମୁଁ ତତେ କ'ଣ ଦେଇପାରିବି? ଝିଅଟି କହିଲା, ମୁଁ ଭୋକ ସମ୍ଭାଳି ପାରୁନାହିଁ, ତେଣୁ ଦୟାକରି ମୋତେ କିଛି ଖାଇବାକୁ ଦିଅ। ଝିଅର ମୁହଁରୁ ଏହିପରି କଥା ଶୁଣି ପରେ ବାପା ଜଣକ କହିଲେ, ଝିଅ, ତୁ ଅପେକ୍ଷା କର, ମୁଁ ଯାଉଛି ବାହାରେ କାହାକୁ ମାଗି ତୋ ପାଇଁ କିଛି। ଏହା କହି ବାପାଟି ଖାଦ୍ୟ ମାଗିବା ପାଇଁ ଗଲେ। କିଛି ଲୋକ ତାର କଥା ଶୁଣି କବାଟ ବନ୍ଦ କରିଦେଲେ ତ ଆଉ କିଛି ଲୋକ କିଛି ନ ଦେଇ ଘଉଡ଼ାଇ ଦେଲେ। ଯେତେବେଳେ ସେ କର୍ମବୀରର ଘର ଆଗକୁ ଯାଇ ନିଜ ଝିଅର କଷ୍ଟ ଜଣାଇ କିଛି ଖାଇବାକୁ ମାଗିଲା, ସେତେବେଳେ କର୍ମବୀରର ସ୍ତ୍ରୀ ତାର ଉପରେ ଦୟା ଆସିଲା। ସେ ଭାବିବାକୁ ଲାଗିଲା ଯେ କିଛି ସମୟ ପରେ ମୋର ସ୍ୱାମୀଙ୍କର ତ ମୃତ୍ୟୁ ହୋଇଯିବ, ତେଣୁ ମୁଁ ମଧ୍ୟ ମୋର ସ୍ୱାମୀଙ୍କ ସହ ସତୀ ହୋଇଯିବି। ଏବେ ଏହି ସବୁ ଖାଦ୍ୟର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଏହି ଗରିବ ବାପା ମାଇଁ ଏକ ଖାଦ୍ୟ ବହୁତ ଉପଯୋଗୀ, ତେଣୁ ମୁଁ ଏହି ଖାଦ୍ୟକୁ ଏହି ଗରିବ ଲୋକକୁ ଦେଇଦେବି। ତାପରେ ସେ ସେହି ଖାଦ୍ୟକୁ ସେହି ଗରିବ ଲୋକକୁ ଦେଇଦେଇ ଖାଦ୍ୟ ଗ୍ରହଣ କରିବା ପରେ ସେହି ଗରିବ ଲୋକ ନିଜ ଘରୁ ଫେରିଯାଇ ଏବଂ ନିଜ ଝିଅକୁ ଖାଇବାକୁ ଦିଏ। ଏହିପରି ରାଜକୀୟ ଖାଦ୍ୟ ଖାଇ ଝିଅ ବାପାଙ୍କୁ ପଚାରିବାକୁ ଲାଗିଲା, ବାପା, ଆଜି ତୁମକୁ ଏତେ ଭଲ ଖାଦ୍ୟ କିଏ ଦେଇଛି? ତାପରେ ବାପା କହିଲେ, ଆମ ଗାଁର ଠାକୁର ସାହେବଙ୍କ ପୁଅ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ସେହି ନବବିବାହିତା ବୋହୂ ହିଁ ମୋତେ ଏହି ଖାଦ୍ୟ ଦେଇଛନ୍ତି। ଏହା ଶୁଣି ଝିଅଟି ଆତ୍ମତୃପ୍ତିରେ ଭଗବାନ ପ୍ରଣାମ କରି କହିଲା, ହେ ଭଗବାନ, ସେ ନବବିବାହିତା ବୋହୂଟି ସଦା ସୌଭାଗ୍ୟବତୀ ହୋଇଥାଉ, ତାର ଶଙ୍ଖା ସିନ୍ଦୁର ବଜ୍ର ହେଉ। ଏହାପରେ ତ ଭଗବାନ ଶ୍ରୀ ହରିଙ୍କ ସିଂହାସନ ଥରି ଉଠିଲା ଓ ସେହି ନାରଦ ମୁନିଙ୍କୁ ଡାକିଲେ ଏବଂ କହିଲେ ଯେ, ଦେବଶ୍ରୀ, ଆପଣ ଯାଇ ମୃତ୍ୟୁ ଲୋକରେ ଦେଖି ଆସନ୍ତୁ ଯେ ମୋର ଜଣେ ଭକ୍ତ ସଂକଟରେ ଅଛି, ତାକୁ ମୋର କେଉଁ ପ୍ରକାରର ସାହାଯ୍ୟ ଦରକାର, ଯେଉଁଥିପାଇଁ ମୋର ସିଂହାସନ ଆଜି ଥରି ଉଠୁଛି। ପ୍ରଭୁ ଶ୍ରୀ ହରିଙ୍କ ଆଦେଶ ଅନୁଯାୟୀ ନାରଦ ମୁନି ମର୍ତ୍ତ୍ୟ ଲୋକରେ ଯାଇ ଦେଖନ୍ତି ଯେ ଜଣେ ସମ୍ପୂର୍ଣ୍ଣ ଭୋକିଲା ପ୍ରାଣୀ ଯିଏ କିଛି
କିଛି ସମୟ ପୂର୍ବରୁ ଏକ ନବଜାତ ଶିଶୁ ଜନ୍ମ ଦେଇଛି। ଖାଦ୍ୟ ପାଇବା ହେତୁ ସେ ତାର ଅନ୍ତର ଆତ୍ମାରୁ ଆଶୀର୍ବାଦ କରିଛି ଯେ ତାକୁ ଖାଇବାକୁ ଦେଇଥିବା କର୍ମବୀର ସ୍ତ୍ରୀ ସଦା ସୌଭାଗ୍ୟବତୀ ରହୁ। ଅନ୍ୟପଟେ ଯମରାଜ ନିଜ ଦୂତଙ୍କୁ ପଠାଇଛନ୍ତି କର୍ମବୀରର ପ୍ରାଣ ନେବା ପାଇଁ। ଏହା ସବୁ ଦେଖି ନାରଦ ମୁନି ବୁଝିଗଲେ ଯେ ଭଗବାନଙ୍କ ସିଂହାସନ କାହିଁକି ଥରି ଉଠିଛି। ତାପରେ ସେ ଭଗବାନ ଶ୍ରୀ ହରିଙ୍କୁ କୁହନ୍ତି ଯେ ହେ ପ୍ରଭୁ, ପ୍ରକୃତିର ନିୟମ ଅନୁଯାୟୀ କର୍ମବୀରର ମୃତ୍ୟୁ ସମୟ ଆସିଛି ଏବଂ ତାର ପ୍ରାଣ ନେବାକୁ ଯମଦୂତ ତା ଘରକୁ ଯାଇଛନ୍ତି। ଅନ୍ୟ ପାର୍ଶ୍ୱରେ ଜଣେ ଦୁଃଖିନୀ ପତ୍ନୀ ପୁଣ୍ୟାତ୍ମା ନିଜର ସମ୍ପୂର୍ଣ୍ଣ ଶକ୍ତିରେ କର୍ମବୀର ପତ୍ନୀଙ୍କୁ ସଦା ସୌଭାଗ୍ୟବତୀ ରଖିବାକୁ ଆଶୀର୍ବାଦ ଦେଇଛି। ନାରଦଙ୍କ କଥା ଶୁଣି ଭଗବାନ ଶ୍ରୀ ବିଷ୍ଣୁ କହିଲେ, ଦେବର୍ଷି, ସେହି ପୁଣ୍ୟାତ୍ମାର ଆଶୀର୍ବାଦକୁ ସମ୍ମାନ ଦେବାକୁ ପଡ଼ିବ। ଏହା ପାଇଁ ଦରକାର ପଡ଼ିଲେ ମୋତେ ମୋ କାର୍ଯ୍ୟରେ ବର୍ତ୍ତମାନ କରିବାକୁ ପଡ଼ିବ। ନିଜ ଭକ୍ତକୁ ସୁରକ୍ଷା ଦେବା ପାଇଁ ଶ୍ରୀ ବିଷ୍ଣୁ ସେହି ଝିଅର ଆଶୀର୍ବାଦ କବଚ କର୍ମବୀରକୁ ଲଗାଇ ଦେଲେ। ସେତେବେଳକୁ 12ଟା ବାଜିବା ପାଇଁ 10 ମିନିଟ ବାକି ଥିଲା। ସେତେବେଳେ କର୍ମବୀର ଯମଦୂତଙ୍କୁ କହିଲା, ବନ୍ଧୁ, ବର୍ତ୍ତମାନ ତୁମ ମୋତେ ଦଂଶି ପାର, ମୁଁ ତୁମ ସହିତ ଯିବାକୁ ପ୍ରସ୍ତୁତ। ତାପରେ ସେହି ସାପ କର୍ମବୀରକୁ ଦଂଶନ କଲା ଓ ଅପେକ୍ଷା କରିଲା ଯେ 10 ମିନିଟରେ ସେ ମରିଯିବ। କିନ୍ତୁ 10 ମିନିଟ ପରେ ମଧ୍ୟ କର୍ମବୀରର କିଛି ହେଲା ନାହିଁ। ତାପରେ ଯମଦୂତ କର୍ମବୀରକୁ ପଚାରିଲା, ବନ୍ଧୁ, ତୁମକୁ କିଛି ଲାଗୁନାହିଁ କି? ଏହା ଶୁଣି କର୍ମବୀର କହିଲା, ନାହିଁ ବନ୍ଧୁ, ମୋତେ କିଛି ଲାଗୁନାହିଁ। ତାପରେ ସାପ ରୂପୀ ଯମଦୂତ କର୍ମବୀରକୁ ନିଜର ତୀବ୍ର ବିଷ ଶକ୍ତିରେ ପୁଣି ଦଂଶନ କରିଲା। କିନ୍ତୁ ବର୍ତ୍ତମାନ ବି କର୍ମବୀରର କିଛି ହେଲା ନାହିଁ। ସାପଟି ପୁଣି ତୃତୀୟ ଥର କର୍ମବୀରକୁ ଦଂଶନ କରିଲା, କିନ୍ତୁ ଏଥର ବି ସେହି ସଫଳ ହେଲା ନାହିଁ। ଯେଉଁଠାରେ ସ୍ୱୟଂ ଶ୍ରୀ ହରି ବିଷ୍ଣୁ ନିଜେ କର୍ମବୀରକୁ ସୁରକ୍ଷା ଦେଇଥିଲେ, ସେଠା ସାପର ବିଷ ବା କଣ କରିପାରିବ? ଏହି ସବୁ ଦେଖି 4 ଯମଦୂତ ଚକିତ ହୋଇଗଲେ ଏବଂ ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ ଯେ ଏହି ସମସ୍ୟାର ସମାଧାନ ପାଇଁ ଆମକୁ ଯମରାଜଙ୍କ ପାଖକୁ ଯିବାକୁ ପଡ଼ିବ। ତାପରେ ସେହି 4 ଜଣ ଯମପୁରରେ ପହଞ୍ଚି ଯମରାଜଙ୍କୁ କହିଲେ ଯେ ଯମରାଜ, ଆମେ ବହୁତ ଚେଷ୍ଟା କରିବା ପରେ କି କର୍ମବୀର ଉପରେ ବିଷ କୌଣସି ପ୍ରଭାବ ପଡ଼ିଲା ନାହିଁ। ଯମରାଜ ତାହା ଦିବ୍ୟ ଦୃଷ୍ଟିରେ ଦେଖିଲେ ଯେ କର୍ମବୀରର ମୁଣ୍ଡରୁ 3 ସ୍ଥାନରୁ ରକ୍ତ ପ୍ରଭାବିତ ହେଉଛି, କିନ୍ତୁ ତାର କିଛି ହେଉନାହିଁ। ଏହା ଦେଖି ଯମରାଜ ଭଗବାନ ଶ୍ରୀ ବିଷ୍ଣୁଙ୍କ ନିକଟରେ ପହଞ୍ଚି କହିଲେ, ପ୍ରଭୁ, ପ୍ରକୃତିର ନିୟମରେ ବର୍ତ୍ତମାନ ଆସୁଛି ଜଣେ ବ୍ୟକ୍ତିକୁ ମୃତ୍ୟୁ ସମୟ ଆସିଛି, କିନ୍ତୁ 3 ଥର ସାପ ଆକ୍ରମଣର ପରେ ବି ସେ ବ୍ୟକ୍ତିର ମୃତ୍ୟୁ ହେଲା ନାହିଁ। ଏହାର କାରଣ କଣ? ତାପରେ ସେ ଶ୍ରୀହରି ବିଷ୍ଣୁ ତାଙ୍କୁ ବୁଝାଇଲେ ଯେ ଯମରାଜ, ଏହି ହେଉଛି ଆତ୍ମାର ଶକ୍ତି। ଏହା ଶୁଣି ଯମରାଜ କୁହନ୍ତି, ଆତ୍ମାର ଶକ୍ତି କଣ? ତାହାପରେ ଭଗବାନ ଶ୍ରୀ ବିଷ୍ଣୁ କହନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜ ଅନ୍ତରାତ୍ମାକୁ ଅନ୍ୟ ଜଣକୁ ଆଶୀର୍ବାଦ କରି ନିଜ ଅଭିଶାପ ଦିଏ, ତେବେ ତାକୁ ନିୟନ୍ତ୍ରଣ କରିବାର ଶକ୍ତି ମୋର ମଧ୍ୟ ନାହିଁ। ଏହା ପାଇଁ ମୋତେ ପ୍ରକୃତିର ନିୟମରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଭଗବାନ ବିଷ୍ଣୁ ପୁଣି କହିଲେ, ଯମରାଜ, ଜଣେ ଗରିବ ମହିଳା ଯାହାର ସ୍ୱାମୀ ତାଙ୍କୁ ଛାଡ଼ି 2 ମାସ ପୂର୍ବରୁ ମୃତ୍ୟୁବରଣ କରନ୍ତି, ଯିଏ ତାଙ୍କ ପିତାଙ୍କ ସହ ରହୁଛନ୍ତି ଏବଂ ତାଙ୍କ ପିତା ମଧ୍ୟ ତାଙ୍କୁ ଖାଇବାକୁ କିଛି ଦେଇପାରିଲେ ନାହିଁ। ସେ ପ୍ରସବ ପୀଡ଼ାରେ ଥିଲେ। ପ୍ରସବ ପରେ ବହୁତ ଭୋକରେ ଡହଳ ବିକଳ ହେଉଥିଲେ। ଏହି ଦୁଃଖ ସମୟରେ କର୍ମବୀରଙ୍କ ପତ୍ନୀ ତାଙ୍କୁ ଖାଦ୍ୟ ଦେଇଥିଲେ। ତେଣୁ ସେହି ମହିଳା ମୋର ଉପରେ ସମ୍ପୂର୍ଣ୍ଣ ଭରସା କରି ନିଜର ଅନ୍ତରାତ୍ମାରୁ କର୍ମବୀରର ପତ୍ନୀ ସଦା ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଲେ। ଯମରାଜ କହିଲେ, ନିଜର ଗଭୀର ହୃଦୟରୁ ପୁରା ଭକ୍ତି ସହ ଯଦି ଅନ୍ୟ କାହାକୁ ଆଶୀର୍ବାଦ କିମ୍ବା ଅଭିଶାପ ଦେଇଥାଏ, ତେବେ ତାର କଥାକୁ କାଟିବାର ଶକ୍ତି ମୋ ପାଖରେ ନାହିଁ। ମୋତେ ଆବଶ୍ୟକ ସ୍ଥଳରେ ପ୍ରକୃତିର ନିୟମ ବିରୋଧରେ ଯାଇ ସେହି ଆତ୍ମାର କଥାକୁ ପୂରଣ କରିବାକୁ ପଡ଼ିଥାଏ। ତେଣୁ ଆପଣଙ୍କୁ କର୍ମବୀରର ବୟସକୁ ଆହୁରି 100 ବର୍ଷ ବଢ଼ାଇବାକୁ ପଡ଼ିବ। ତାପରେ
ଧର୍ମରାଜ କର୍ମବୀରର ବୟସକୁ ଆହୁରି 100 ବର୍ଷ ବଢାଇ ଦେଲେ। ତାପରେ ଭଗବାନ ଶିବ କହିଲେ, ହେ ଦେବୀ ପାର୍ବତୀ, ତୁମର ପ୍ରଥମ ପ୍ରଶ୍ନ ହେଲା ଯେ ସବୁଠାରୁ ବଡ଼ ଶକ୍ତି କଣ ଯାହା ମୃତ୍ୟୁକୁ ମଧ୍ୟ ପରାସ୍ତ କରିପାରିବ? ଏହି କାହାଣୀରୁ ବୁଝିପାରିଥିବ ଯେ ସବୁଠାରୁ ବଡ଼ ଶକ୍ତି ହେଉଛି ଆତ୍ମାର ଶକ୍ତି। ଯଦି ଜଣେ ବ୍ୟକ୍ତି ନିଜ ଆତ୍ମାର ଅନ୍ତରରୁ ଆଶୀର୍ବାଦ କରେ କିମ୍ବା ଅଭିଶାପ ଦିଏ, ତେବେ ଭଗବାନ ମଧ୍ୟ ତାକୁ ଅଟକାଇ ପାରିବେ ନାହିଁ। ତୁମର ଦ୍ୱିତୀୟ ପ୍ରଶ୍ନ ହେଉଛି ଯେ ସବୁଠାରୁ ବଡ଼ ଦାନ କଣ? ଏଠାରେ ଆମେ ବୁଝିପାରିଲେ ଯେ ଅନ୍ନଦାନକୁ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ଭୋକିଲା ଲୋକକୁ ଖାଇବାକୁ ଦେବା ହେଉଛି ସବୁଠାରୁ ବଡ଼ ଦାନ। ତୁମର ତୃତୀୟ ପ୍ରଶ୍ନ ହେଉଛି ଯେ ସବୁଠାରୁ ବଡ଼ ଧର୍ମ କଣ? ଏଠାରେ ଆମେ ଜାଣିପାରିଲେ ଯେ ଯେତେବେଳେ ଆବଶ୍ୟକତା ଅଛି ସେହି ସମୟରେ ଦିଆଯାଇଥିବା ଦାନ ଠାରୁ କୌଣସି ବଡ଼ ଧର୍ମ ନାହିଁ। ଯେଉଁଠାରେ ଆବଶ୍ୟକତା ଅଛି ଆମେ ସେଠାରେ ଦାନ ଦେବା ହିଁ ସବୁଠାରୁ ବଡ଼ ଧର୍ମ ଅଟେ। ଅନ୍ୟପଟେ ଅନାବଶ୍ୟକ ସ୍ଥଳେ ନାହିଁ। ଯଦି ଆପଣ ଦାନ କରନ୍ତି ତେବେ ଏହା ଧର୍ମରେ ଗଣନା ହେଉନାହିଁ ଏବଂ ଫଳପ୍ରଦ ମଧ୍ୟ ହେବ ନାହିଁ।